श्रीमद्भगवद गीता प्रथम अध्याय अर्जुन विषाद योग श्लोक 19 स्वघस धार्तराष्ट्राणां हृदयानि व्यदारयत नभश्च पृथिवीं चैव तुमुल व्यनु नादयन्। चलतु यार ओडिया माने बुझिबा। ए शंखମାନଙ୍କର ନାଦ ଅତି ଭୟଙ୍କର ହୋଇ ଉଠିଲା ଏବଂ ତାହା ଆକାଶ ଓ ପୃଥିବୀ ଉଭୟକୁ ପ୍ରତିଧ୍ୱନିତ କରି ଧୃତରାଷ୍ଟ୍ରର ପୁତ୍ରମାନଙ୍କର ହୃଦୟକୁ ବିଦାରଣ କଲା। ଚାଲନ୍ତୁ ଏହାର ଓଡ଼ିଆ ଅର୍ଥ ବୁଝିବା। ଯେତେବେଳେ ଭୀଷ୍ମ ଏବଂ ଦୁର୍ଯ୍ୟୋଧନଙ୍କ ପକ୍ଷର ଅନ୍ୟ ଯୋଦ୍ଧାମାନେ ସେମାନଙ୍କର ଶଙ୍ଖନାଦ କରିଥିଲେ ସେତେବେଳେ ପାଣ୍ଡବମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇନଥିଲା। ଏ ଘଟଣାର ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଏ ଶ୍ଲୋକରେ ବର୍ଣ୍ଣନା କରାଯାଉଛି ଯେ ପାଣ୍ଡବମାନଙ୍କ ପକ୍ଷରୁ ଯେଉଁ ଶଙ୍ଖଧ୍ୱନି କରାଗଲା ତାହା ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦୀର୍ଣ୍ଣ କରି ପକାଇଲା। ଏହା ପାଣ୍ଡବମାନଙ୍କ ଯୋଗୁଁ ଏବଂ ସେମାନଙ୍କର କୃଷ୍ଣ ଉପରେ ବିଶ୍ୱାସ ଯୋଗୁଁ ସଂଘଟିତ ହେଲା। ଯେ ପରମେଶ୍ୱରଙ୍କର ଶରଣାପନ୍ନ ହୁଏ ସେ ଯେତେ ବଡ଼ ବିପଦ ପଡ଼ିଲେ ସୁଦ୍ଧା କିଛି ଭୟ କରେ ନାହିଁ ବା ବିଚଳିତ ହୁଏ ନାହିଁ।